ସମସ୍ତେ ସିଂହ ଆଡ଼କୁ ଅନେଇ ରହିଲେ। କ'ଣ ହେଇଛି? ସମସ୍ତେ ମୋ ଆଡ଼କୁ ଅନେଇଛ? ମହାରାଜ, ଆପଣ ହେଉଛନ୍ତି ଜଙ୍ଗଲରେ ରାଜା। ଆପଣ ଆମକୁ କୁହନ୍ତୁ, ଜଙ୍ଗଲରେ ଶିକାର କରିବାକୁ ମନା, କିନ୍ତୁ ଆପଣ ଲୁଚି ଲୁଚି ଶିକାର କରୁଛନ୍ତି। ଏହା କେବେ ବି ଠିକ୍ ନୁହେଁ। ନା, ମୁଁ ଶିକାର କରିନାହିଁ। ଏ ଶିକାର କରିଛି କିଏ? ଆଉ ଲୁଚେଇବା ଦରକାର ନାହିଁ। ଆମେ ଜାଣିଯାଇଛୁ ମହାରାଜ, ଆପଣ ଶିକାର କରିଛନ୍ତି। ଆପଣ ଆମକୁ ଧୋକା ଦେଇଛନ୍ତି। ଏହିସବୁ କଥା ଜଙ୍ଗଲର ସବୁ ଜୀବଜନ୍ତୁ ଜାଣିସାରିଲେନି। ଆପଣ ଶିକାର କରୁଛନ୍ତି ଆଉ ଆମର ନାମ ବଦନାମ କରୁଛନ୍ତି। ଆରେ ଏସବୁ ତମେମାନେ କ'ଣ କହୁଛ? ମୁଁ କିଛି ବୁଝିପାରୁନାହିଁ। ଶୁଣ ବନ୍ଧୁଗଣ, ସିଂହ ମହାରାଜ ଆମକୁ ଲୁଚି ଲୁଚି ରାତିରେ ଶିକାର କରିବାକୁ ଯାଉଛନ୍ତି। ଏବେ ଆପଣମାନେ କୁହନ୍ତୁ, ସିଂହ ମହାରାଜ ଏବେ ଆମର ରାଜା ହେବାର ଲାୟକ ଅଛନ୍ତି ନା ନାହିଁ? ତାପରେ ସବୁ ଜୀବଜନ୍ତୁ ସେମାନେ ଡିସାଇଡ଼୍ କଲେ ନୂଆ ରାଜା ବନେଇବା ପାଇଁ। ଆଉ ସେମାନେ ବାଘକୁ ଜଙ୍ଗଲରେ ରାଜା ବନାଇଲେ। ଆଉ ସିଂହ ମହାରାଜ ଜଙ୍ଗଲକୁ ଛାଡ଼ି ଚାଲିଗଲେ। କିନ୍ତୁ ଠେକୁଆ କେବେ ବି ବିଶ୍ୱାସ କରିନଥିଲା ଯେ ସିଂହ ଏମିତି କରିବ। ଠେକୁଆକୁ ଜଣାଥିଲା ଯେ ସିଂହ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଠେକୁଆ ସବୁ ଜୀବଜନ୍ତୁକୁ ବୁଝେଇଲା, କିନ୍ତୁ କେହି ମାନିଲେ ନାହିଁ। ସିଂହ ଯାଇ ଗୋଟିଏ ପଡ଼ିଆରେ ମନ ଦୁଃଖରେ ବସିଥାଏ। ସେହି ସମୟରେ ଠେକୁଆ ସିଂହ ମହାରାଜ ପାଖକୁ ଗଲା ଆଉ କହିଲା, ମହାରାଜ, ମୁଁ ଜାଣିଛି ଏହା କାହାର ଏକ ଚକ୍ରାନ୍ତ ଆପଣଙ୍କୁ ଫସାଇବା ପାଇଁ। ଆପଣ ଶିକାର କେବେ ବି କରିପାରିବେ ନାହିଁ। କିନ୍ତୁ ସିଂହ କିଛି ଉତ୍ତର ଦେଲା ନାହିଁ ଆଉ ଚୁପ୍ ରହିଲା। ଠିକ୍ ଅଛି ମହାରାଜ, ଆପଣ କିଛି ନ କୁହନ୍ତୁ। ମୁଁ ଏହାର ସମାଧାନ ନିଶ୍ଚୟ କରିବି। ତାପରେ ଠେକୁଆ ଜଙ୍ଗଲକୁ ଗଲା। ସେ କେମିତି ସିଂହକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବ ସେଇ ଆଶାରେ ଗଲା। ତେଣୁ ବନ୍ଧୁଗଣ, ନେକ୍ସଟ ପାର୍ଟ ଦେଖିବା ପାଇଁ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।